ବିଭିନ୍ନ କାରଣ ଦର୍ଶାଯାଇ କଟାଯାଉଛି ହିତାଧିକାରୀଙ୍କ ରେସନ କାର୍ଡ। ଯାଞ୍ଚରେ ଏଯାଏ କଟିଲାଣି 33,128ଟି କାର୍ଡ। ଦେଖନ୍ତୁ, ଆପଣମାନେ ପ୍ରତିଦିନ ଏମିତି ରେସନ କାର୍ଡ ପାଇଁ ଗଣମାଧ୍ୟମରେ ଅପଡେଟ୍ ପାଉଥିବେ। ରେସନ କାର୍ଡ ଏତିକି କଟା ହେଇଗଲା, 10,000 କଟା ହେଇଗଲା, 15,000 କଟା ହେଇଗଲା। ଏବଂ ଆଜି ମଧ୍ୟ ଗୋଟେ ନ୍ୟୁଜ୍ ଆର୍ଟିକଲରେ ଆସିଛି 33,000 ରେସନ କାର୍ଡ କଟା ହେଇସାରିଲାଣି ଯାଞ୍ଚ କରିକି। ତ ବର୍ତ୍ତମାନ ଗ୍ରାମ ଗ୍ରାମ ଡୋର ଟୁ ଡୋର ସର୍ଭେ କରୁଛନ୍ତି ସରକାରୀ ଅଫିସର ମାନେ। ଯେଉଁମାନେ ରେସନ କାର୍ଡ ପାଇଁ ଯୋଗ୍ୟ ନୁହନ୍ତି ସେମାନଙ୍କର ଫିଲ୍ଡ ଭେରିଫିକେସନ କରିକି କଟାଯାଉଛି। ତ ଆପଣମାନେ ଜାଣିଥିବେ ରେସନ କାର୍ଡ ପାଇଁ ଯୋଗ୍ୟ ଅଯୋଗ୍ୟ ଗାଇଡ଼ଲାଇନ୍ସ। ୟା ବାବଦରେ ଆମେ ଗୋଟେ ଭିଡ଼ିଓ ବି ବନେଇ ଦେଇଛୁ ଆଗରୁ। ତ ବର୍ତ୍ତମାନ ରାଜ୍ୟ ସରକାର ଚାହୁଁଛନ୍ତି ଲୋକମାନଙ୍କର ଅଧିକରୁ ଅଧିକ ରେସନ କାର୍ଡ କାଟିବା ପାଇଁ। ଇଏ ତ ହେଇଗଲା ସରକାରଙ୍କର କାଟିବା ପ୍ରଣାଳୀ। ଏବେ ପର୍ଯ୍ୟନ୍ତ ପାଖାପାଖି 4,72,000 ଫ୍ୟାମିଲି ଅପେକ୍ଷାରତ ଅଛନ୍ତି ରେସନ କାର୍ଡ ପାଇବା ପାଇଁ। ତ ସରକାର ସେଇମାନଙ୍କୁ ରେସନ କାର୍ଡ ଦେଉନାହାନ୍ତି, ଓଲଟା ଫିଲ୍ଡ ଭେରିଫିକେସନ କରିକି ଲୋକମାନଙ୍କର ରେସନ କାର୍ଡ କାଟିବାରେ ଲାଗିଛନ୍ତି। କ'ଣ ରହିଛି ଆର୍ଟିକଲ, ଚାଲନ୍ତୁ ଆମେ ଡିଟେଲ୍ସରେ ଜାଣିବା। ରାଜ୍ୟରେ ରେସନ କାର୍ଡକୁ ଚାହିଁ ରହିଛନ୍ତି 4,72,000ରୁ ଉର୍ଦ୍ଧ୍ୱ ପରିବାର। ସରକାର କେବେ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ କରିବେ ଓ ଏମାନେ ରାସନ ସାମଗ୍ରୀ ପାଇବେ ତାହା ଚାହିଁ ଚାହିଁ ଆଖିରୁ ପାଣି ମଲାଣି। ରାଜ୍ୟ ସରକାର ବାରମ୍ବାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ କାର୍ଡ ପ୍ରଦାନ ପାଇଁ ଘୋଷଣା କରୁଥିଲେ ମଧ୍ୟ 4,72,478ଟି ଆବେଦନକୁ ଏଯାଏଁ ବିଚାରକୁ ନିଆଯାଇନାହିଁ। ଗୋଟିଏ ପଟେ କେନ୍ଦ୍ର ସରକାର ଯୋଜନାରେ ରାସନ ହିତାଧିକାରୀଙ୍କ ସଂଖ୍ୟା ହ୍ରାସ ଉପରେ ଗୁରୁତ୍ୱ ଦେଉଥିବା ବେଳେ ବିଭିନ୍ନ ରାଜ୍ୟକୁ ଡାଉଟ୍ ତାଲିକା ପଠାଇଛନ୍ତି। ଏହି ତାଲିକାରେ ନିର୍ଦ୍ଦିଷ୍ଟ ମାନଦଣ୍ଡ ଆଧାରରେ କାର୍ଡ କାଟିବାକୁ କୁହାଯାଉଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଜୋରଦାର ଯାଞ୍ଚ ପ୍ରକ୍ରିୟା ରହିଛି। ଏହା ସତ୍ତ୍ୱେ ପୁଣି ଥରେ ରେସନ କାର୍ଡ ହିତାଧିକାରୀ ଓ ଆବେଦନ ସଂଖ୍ୟାକୁ ନେଇ ସରକାରଙ୍କ ତତ୍ତ୍ୱ ଉପରେ ଉଠିଛି। ବର୍ତ୍ତମାନ ରାଜ୍ୟରେ ମୋଟ 38,37,024 ପରିବାରର 3,25,96,126 ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମଗ୍ରୀ ଯୋଗାଇ ଦିଆଯାଉଛି। ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ 1,87,547 ହିତାଧିକାରୀଙ୍କୁ ରାସନ ଯୋଗାଇ ଦିଆଯାଉଛି। ଏହି ତାଲିକାକୁ ଦେଖିଲେ କେନ୍ଦ୍ର ସରକାର ଯୋଜନା ଅର୍ଥାତ୍ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶା ପାଇଁ ରହିଥିବା ହିତାଧିକାରୀଙ୍କ କୋଟା ସଂଖ୍ୟା 3,26,00,000 ପୂରା ହୋଇଯାଇଛି। ଅଥଚ ରାଜ୍ୟ ସରକାରଙ୍କ ହାତରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡ ଦେବା ପାଇଁ ପର୍ଯ୍ୟାପ୍ତ କ୍ଷମତା ଓ ବ୍ୟବସ୍ଥା ଥିବା ସତ୍ତ୍ୱେ ସରକାର 4,72,478 ଆବେଦନକୁ ପକାଇ ରଖିଛନ୍ତି। ଏହି ଆବେଦନ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ 57,000 ଏବଂ ଖୋର୍ଦ୍ଧାରୁ 36,000 ଏବଂ ବାଲେଶ୍ୱରରୁ 35,000 ଏବଂ ପୁରୀରୁ 20,000 ଆବେଦନ ଥିବା କୁହାଯାଇଛି। ତ ବର୍ତ୍ତମାନ ସରକାର ମଧ୍ୟ 6,43,995 ଜଣଙ୍କ ମୃତ୍ୟୁରୁ ନାଁ କାଟି ସାରିଲେଣି। ସେହିପରି ଯାଞ୍ଚ ପ୍ରକ୍ରିୟା ମଧ୍ୟରେ 33,128ଟି କାର୍ଡ କାଟି ଦିଆଗଲାଣି। ତ ଯଦି ଆପଣମାନେ କାର୍ଡ କାଟୁଛନ୍ତି 6 ଲକ୍ଷ ଲୋକଙ୍କର ନାଁ କଟେଇଲେ ମୃତ୍ୟୁ ବ୍ୟକ୍ତିଙ୍କର, ଆଉ 6 ଲକ୍ଷ ଲୋକଙ୍କର ନାଁ ଯୋଡ଼ନ୍ତୁ। ଇଏ 33,000 ଅଯୋଗ୍ୟ ଲୋକଙ୍କର ଆପଣ ଯଦି କାଟିଲେ, ଯୋଗ୍ୟ ଲୋକ ଯେଉଁମାନେ ଅଛନ୍ତି ସେମାନଙ୍କୁ ଆପଣ ଦିଅନ୍ତୁ। ତ ଆମର ଅଭିଯୋଗ ରହୁଛି, ଲୋକମାନଙ୍କର ଅଭିଯୋଗ ରହୁଛି ଆମକୁ କାର୍ଡ ଦିଆଯାଉନି। ଆପଣ ରେସନ କାର୍ଡରୁ ନାଁ କାଟି ପାରୁଛନ୍ତି ତ ଆପଣମାନେ ଯୋଡ଼ନ୍ତୁ ବି। ମୋର ସରକାରଙ୍କ ଠାରେ ଏହି ନିବେଦନ ରହିବ, ଆପଣ ଯେଉଁ ଅଯୋଗ୍ୟ ହିତାଧିକାରୀକୁ ଯଦିଓ ଆପଣ ବାଦ ଦେଉଛନ୍ତି, ଯୋଗ୍ୟ ହିତାଧିକାରୀଙ୍କର ନାମ ଲଗାନ୍ତୁ। ତ ଏହିପରି ଭାବେ ବର୍ତ୍ତମାନ
रेशन कार्ड को नहीं जोरजार जांच प्रक्रिया चली आपणकर घर को मध्य आसी पारंती ऑफिसर पचारि पारंती आपणकर 6 चकिया जान 4 चकिया जान किंबा बिलबाड़ी सरकारिया चाकरिया कहीं अच्छी जदि आपण मैंने भावी चिंती उत्तर दिंतु नहले आपणकर मध्य रेशन कार्ड टी काटी दिया जिवो एवं मंडी आधार रे मध्य बहुत लोकंकर एबे रेशन कार्ड कटिजिवो जो माने 30 क्विंटाल रु अधिक दौरान धान मंडी से मध्य रेशन कार्ड सरकार काटिदेवे। आपण मानू मोर इनफॉरमेशन केमिति लागिला कमेंट करंतु एवं जदि आपण मानू मोर वीडियोटी पसंद आसी थाए वीडियो को लाइक करंतु एवं चैनल को सब्सक्राइब करंतु। जय जगन्नाथ।